ଓଡ଼ିଶାର ସୁନସାନ୍ ଜଙ୍ଗଲ ରାସ୍ତାର ଭୂତ ଘଟଣା। ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ, ଆଜି ଯେଉଁ କାହାଣୀଟି ମୁଁ ଆପଣଙ୍କ ପାଇଁ ଆଣିକି ଆସିଛି, ଇଏ କୌଣସି ମନଗଢ଼ା କାହାଣୀ ନୁହେଁ। କାହିଁକି ନା ଏ କାହାଣୀଟି ମୋତେ ଯିଏ ପଠେଇଛନ୍ତି ସିଏ ହେଲା ପପୁ ଭାଇ। ତାଙ୍କର ବୟସ ଯେତେବେଳେ 5 ବର୍ଷ ହୋଇଥିଲା ତାଙ୍କ ସହିତ ଏ ଘଟଣା ଘଟିଥିଲା। ଆଉ ସିଏ ମୋତେ ସ୍କ୍ରିନ୍ ରେକର୍ଡ଼ିଂ ପଠେଇଛନ୍ତି। ଦେଖ, ତାଙ୍କ ଷ୍ଟୋରି ସେ ନିଜେ ଲେଖିକି ମୋତେ ପଠେଇଛନ୍ତି। ଆଉ ସେ ଷ୍ଟୋରି ମୁଁ ଯେତେବେଳେ ପଢ଼ିଲି, ସେ ଷ୍ଟୋରି ଏତେ ଭୟାନକ। ତ ସାଙ୍ଗମାନେ, ମୋର ଗୋଟିଏ ରିକ୍ୱେଷ୍ଟ କି ଆପଣମାନେ ଏ ଷ୍ଟୋରିଟିକୁ ଲାଷ୍ଟ ପର୍ଯ୍ୟନ୍ତ ଶୁଣିବେ। ତ ସାଙ୍ଗମାନେ, ସେଦିନ ସିଏ ରାତି ଅଧରେ ତାଙ୍କ ମାମୁଁ ଘର ବାହାରିଥିଲେ। କିନ୍ତୁ ମାମୁଁ ଘରକୁ ଯିବା ବାଟରେ ସିଏ ଯେଉଁ ରାସ୍ତାରେ ଯାଉଥିଲେ ସେ କୌଣସି ସାଧାରଣ ରାସ୍ତା ନଥିଲା। କାହିଁକି ନା ସେ ଜଙ୍ଗଲ ରାସ୍ତା ଦେଇ ତାଙ୍କ ମାମୁଁ ଘରକୁ ସେଦିନ ରାତିରେ ସେମାନେ ଯାଉଥିଲେ। କିନ୍ତୁ ତାଙ୍କ ସହିତ ଏତେ ଭୟାନକ ଘଟଣା ଘଟିଗଲା, ଯାହା ଆପଣମାନେ ଶୁଣିଲେ ଆପଣ ବି ଭୟରେ ପୁରା ଥରି ଉଠିବେ। ତାହେଲେ ଚାଲନ୍ତୁ ଆଉ ବେଶୀ ଡେରି ନ କରି ଏ କାହାଣୀ ଆଡ଼କୁ ଯିବା। ତା ଆଗରୁ ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଡାଇରେକ୍ଟ କାହାଣୀ ଆଡ଼କୁ ଯିବା। ସେଦିନ 4ଟା ବେଳ ସମୟ ହେବ। ପପୁ ବାହାରିଥିଲେ ତାଙ୍କ ବାପା ମାଆଙ୍କ ସହିତ ତାଙ୍କ ମାମୁଁ ଘରକୁ ଯିବା ପାଇଁ। କିନ୍ତୁ ତାଙ୍କ ବାପାଙ୍କର କିଛି କାମ ଥିବାରୁ ସେ ବାହାରକୁ ଚାଲି ଯାଇଥିଲେ। ଆଉ ସେ ଗଲାବେଳେ କହିକି ଯାଇଥିଲେ କି ତମେ ବାହାରିକି ଥିବ, ଆଉ ମୁଁ ଯେତେବେଳେ ଫେରିବି ସନ୍ଧ୍ୟାବେଳକୁ ଆମେ ସମସ୍ତେ ସାଥି ହେଇକି ଆମେ ତମ ମାମୁଁ ଘରକୁ ଯିବା। ପପୁ ସେତେବେଳେ ମାମୁଁ ଘର ଯିବ ବୋଲି ବହୁତ ଖୁସି ଥାଏ, ଆଉ ତା ମାଆ ମଧ୍ୟ ବହୁତ ଖୁସି ଥାନ୍ତି। କିନ୍ତୁ ଯେତେବେଳେ ସନ୍ଧ୍ୟା ହେଲା ସେତେବେଳେ ପପୁର ବାପା ଘରକୁ ଫେରି ନଥିଲେ। ଆଉ ଯେତେବେଳେ ଫେରିଲେ ସେତେବେଳେ ଟାଇମ୍ ହୋଇଯାଇଥିଲା ରାତି 8ଟା। ଆଉ ସେତେବେଳେ ସେମାନେ ବାହାରି ପଡ଼ିଥିଲେ ପପୁର ମାମୁଁ ଘରକୁ ସେମାନେ ଯିବା ପାଇଁ। ଏମିତି ସେମାନେ ବାହାରିକି ଯିବା ଭିତରେ କିଛି ବାଟ ଗଲା ପରେ ସେମାନେ ଗୋଟେ 3 ଛକ ଥିଲା, ସେଇ 3 ଛକରେ ଯାଇକି ପହଞ୍ଚିଲେ। ମାନେ ଗୋଟେ ଡାହାଣକୁ ରାସ୍ତା ଥିଲା ଆଉ ଗୋଟେ ରାସ୍ତା ବାଁକୁ ଥିଲା। ସେଠି ଯେତେବେଳେ ସେମାନେ ଯାଇକି ପହଞ୍ଚିଲେ, ପପୁର ବାପା ଯିଏ ଥିଲେ ସେତେବେଳେ ସେ ବାଇକ୍ଟିକୁ ସେଇଠି ଅଟକାଇ ଦେଲେ। ଆଉ ତାଙ୍କ ପଛରେ ବସିଥିବା ପପୁ ବୋଉକୁ ପଚାରିଲେ କି ଆମେ କେଉଁ ବାଟେ ଯିବା? ଯଦି ଆମେ ଏପଟ ଡାହାଣ ସାଇଟ୍ ରାସ୍ତାରେ ଯାଉଛେ ତାହେଲେ ଆମେ ଜଙ୍ଗଲ ରାସ୍ତା ଦେଇକି ଯିବା, କିନ୍ତୁ ଆମେ ଜଲ୍ଦି ଘରେ ପହଞ୍ଚିଯିବା। ଆଉ ଯଦି ଆମେ ଏପଟେ ଯାଉଛେ ବାଇପାସ୍ରେ ତାହେଲେ ଆମକୁ ଟିକେ ଟାଇମ୍ ଲାଗିବ। ଏକଥା ଯେତେବେଳେ ପପୁର ମାଆ ଶୁଣିଲେ ସେତେବେଳେ ସେ କହିଲେ କି ଆମେ ଯଦି ବି ଏ ଜଙ୍ଗଲ ରାସ୍ତାରେ ଯାଉଛେ ତାହେଲେ ଆମେ ଜଲ୍ଦି ଯଦି ଘରେ ପହଞ୍ଚିଯିବା ତାହେଲେ ଆମେ ଏଇ ରାସ୍ତାରେ ଯିବା। କାହିଁକି ନା ସେଠୁ ଆହୁରି ତାଙ୍କ ଗାଁକୁ ସେ ଯେଉଁଠିକି ଯାଉଥିଲେ ସେଠୁ ଆହୁରି 35 କିଲୋମିଟର। ସେଥିପାଇଁ ତାଙ୍କୁ ସେ ଜଙ୍ଗଲ ରାସ୍ତାରେ ଯିବାକୁ ପଡ଼ିବ। ତାପରେ ସେମାନେ ସାଥି ହେଇକି ସେଇ ଜଙ୍ଗଲ ରାସ୍ତାରେ ଗଲେ। ଏମିତି କିଛି ବାଟ ଯାଇଛନ୍ତି, ସେତେବେଳେ ପପୁ ଯିଏ ଥିଲେ ତାଙ୍କ ପୁଅ, ସିଏ ଜଙ୍ଗଲ ଭିତରକୁ ଅନେଇଥାନ୍ତି। କାହିଁକି ନା ତାଙ୍କ ମୁହଁ ଟିକେ ବାଁ ପଟକୁ ଥାଏ। ଆଉ ସିଏ ସେଠି ଯାହା ଦେଖିଲେ, ସିଏ ଗୋଟେ ସ୍ତ୍ରୀ ଲୋକକୁ ସେଠି ଦେଖିଲେ, ଯିଏକି ସେଇ ଜଙ୍ଗଲ ଭିତରେ ଭିତରେ ତାଙ୍କ ବାଇକ୍ ଯେତିକି ସ୍ପିଡ଼ରେ ଯାଉଥାଏ
ସେ ସ୍ତ୍ରୀ ଲୋକ ସେତିକି ସ୍ପିଡରେ ତାଙ୍କ ବାଇକ୍ ସାଙ୍ଗରେ ହିଁ ଦୌଡ଼ୁଥାଏ। ଯେତେବେଳେ ପପୁ ସେ ସ୍ତ୍ରୀ ଲୋକକୁ ଦେଖିଲା ସେତେବେଳେ ସତ୍ୟଜିତ ସେ ତା ମାଆକୁ କହିଲା କି ମାମା ଦେଖ, ଜଣେ ଆମ ଗାଡ଼ି ସାଙ୍ଗରେ ସେ ଜଙ୍ଗଲ ଭିତରେ ଭିତରେ କେମିତି ଯାଉଛି। ଯେତେବେଳେ ଏ କଥା କହିଲା ତା ମାମା କହିଲେ କେଉଁଠି ଦେଖି। ଯେତେବେଳେ ପପୁ ହାତ ଦେଖାଇଲା କି ହେଇଠି ଦେଖ, ଯେତେବେଳେ ତା ମାଆ ଦେଖିଲେ ସତ୍ୟଜିତ ତା ହାତକୁ ତଳକୁ ଭିଡ଼ି ଦେଲେ। ଭିଡ଼ି ଦେଇକି ପପୁର ମୁହଁରେ ଏମିତି ହାତ ରଖିଦେଲେ କି ସିଆଡ଼େ ତୁ ଦେଖେନି, କାହିଁକି ନା ସେ କୌଣସି ମଣିଷ ନଥିଲା। ଆଉ ସେ ସ୍ତ୍ରୀ ଲୋକ ପୁରା ତଳୁ ଉପର ଏତିକି ହାଇଟରେ ସେ ତାଙ୍କ ସେଇ ଜଙ୍ଗଲ ଭିତରେ ଉଡ଼ି ଉଡ଼ି ଯାଉଥାଏ, ମାନେ ପବନରେ ଉଡ଼ି ଉଡ଼ି ପହଁରି ପହଁରି ଯାଉଥାଏ। ତ ସାଙ୍ଗମାନେ ଯେତେବେଳେ ଏତେ ଭୟାନକ ଦୃଶ୍ୟ ତାଙ୍କ ମାଆ ଦେଖିଲେ ସେତେବେଳେ ସେ ପପୁର ବାପାକୁ ତୁରନ୍ତ କହିଲେ କି ତମେ ଟିକେ ଗାଡ଼ି ସ୍ପିଡ଼ି ଚଲାଅ। ସେତେବେଳେ ପପୁର ବାପା କହିଲେ ଠିକ୍ ଅଛି ଯାଉଛି, କିନ୍ତୁ ଏ ଜଙ୍ଗଲ ରାସ୍ତାରେ ଟିକିଏ ହେଲେ କୁଆଡ଼ୁ ଲାଇଟ୍ ପଡ଼ୁନି, ସବୁଆଡ଼ ଅନ୍ଧାର। ଯାହା ବି ଆମ ଦେଖାଯାଉଛି ଆମରି ଗାଡ଼ି ଲାଇଟ୍ରେ ଆମେ ଆଗକୁ ଯାଉଛେ। ତଥାପି ମୁଁ ଚେଷ୍ଟା କରୁଛି ଆମ ଗାଡ଼ି ଟିକେ ସ୍ପିଡ଼ି ଚଲାଇବା ପାଇଁ। ସେମିତି ସେମାନେ ଆଗକୁ ବଢ଼ୁଥାନ୍ତି, କିନ୍ତୁ ହଠାତ୍ ତାଙ୍କ ବାଇକ୍ର ପଛ ଚକାଟି ଫାଟିଗଲା। ଯେତେବେଳେ ଫାଟିଗଲା ସେମାନେ ସେଇଠିକିନା ତାଙ୍କ ଗାଡ଼ିକି ସ୍ଲୋ କଲେ। ସ୍ଲୋ କଲା ପରେ ସମସ୍ତେ ତିନି ଜଣଙ୍କ ଗାଡ଼ିରୁ ଓହ୍ଲେଇଲେ। ଯେତେବେଳେ ଦେଖିଲେ ତାଙ୍କ ଗାଡ଼ି ପଙ୍କଚର ହେଇଯାଇଛି ସେତେବେଳେ ପପୁର ବାପା ସାଥିରେ ଗୋଟେ ଟର୍ଚ୍ଚ ନେଇଥାନ୍ତି। ସେ ଟର୍ଚ୍ଚଟି ତାଙ୍କୁ ପପୁର ମାଆକୁ ଦେଲେ, କହିଲେ ତମେ ଟର୍ଚ୍ଚ ମାର, ଆଉ ମୁଁ ସାଥୀ ଆର ପଙ୍କଚର ମାରିଦେଉଛି। କାହିଁକିନା ସେ ତାଙ୍କ ସାଥିରେ ସବୁ ସମାନ, ସେ ବାଇକ୍ରେ ଯେତେ ବି ସମାନ ସବୁ ଲାଗିବ ରେଞ୍ଚି ଫେଞ୍ଚି ସବୁ ତାଙ୍କ ବାଇକ୍ରେ ହିଁ ଥାଏ। ସେତେବେଳେ ସେ ତାଙ୍କ ବାଇକ୍ ପଙ୍କଚର ମାରୁଥାନ୍ତି, କିନ୍ତୁ ପପୁର ମାଆ ଯେତେବେଳେ ଟର୍ଚ୍ଚ ତାଙ୍କୁ ମାରୁଥାନ୍ତି ତାଙ୍କ ହାତ ଖାଲି ଏମିତି ଥରୁଥାଏ। କାହିଁକିନା ସିଏ ଜାଣିସାରିଥିଲେ କି ଆମ ପଛରେ କୌଣସି ଅସାଧ୍ୟ ଆତ୍ମା ଆମ ପଛରେ ପଡ଼ିଛି। ଆଉ ଏହି ସମୟରେ ଆମ ବାଇକ୍ଟି ମଧ୍ୟ ଏଇଠି ଖରାପ ହେଇଗଲା। ଆଉ ସିଏ ସେତେବେଳେ ପୁରା ଡରି ଯାଇଥାନ୍ତି, ଆଉ ତାଙ୍କ ହାତ ପୁରା ଏମିତି ଥରୁଥାଏ। ଯେତେବେଳେ ସେ ଟର୍ଚ୍ଚ ଇଆଡ଼େ ସିଆଡ଼େ ପଇଲା ସେତେବେଳେ ପପୁର ବାପା ସାଥୀ ପପୁର ମାଆକୁ କହିଲେ କି କ'ଣ ହେଇଛି, ଏତେ ଡରି ଯାଇଛ କ'ଣ ପାଇଁ, ହାତ ତମର ଥରୁଛି କ'ଣ ପାଇଁ, ଟର୍ଚ୍ଚ ମୋତେ ଠିକ୍ରେ ଦେଖାଅ, ଆଉ ମୁଁ ପଙ୍କଚର ମାରିବାରେ ମୋତେ ଟିକେ ଅସୁବିଧା ହେଉଛି। ସେତେବେଳେ ପପୁର ମାଆ କହିଲେ କି ଠିକ୍ ଅଛି, ଏମିତି କହିକି ସେ ଟର୍ଚ୍ଚ ତାଙ୍କୁ ଦେଖାଇଥାନ୍ତି। ଏମିତି କିଛି ସମୟଠି ସେ ଯେଉଁଠି ତାଙ୍କର ଗାଡ଼ି ଲିକ୍ ହେଇଥିଲା ସେଇ ସାମ୍ନାରେ ଗୋଟେ ଜଙ୍ଗଲ ଭିତରକୁ ଗୋଟେ ରାସ୍ତା, ଛୋଟ ରାସ୍ତାଟେ ଯାଇଥାଏ। ଆଉ ସେଇ ରାସ୍ତା ଯେଉଁ ଜଙ୍ଗଲ ଭିତର ଆଡ଼କୁ ଯାଇଥିଲା ସେଇ ରାସ୍ତାରୁ ଗୋଟେ ପାଉଁଜିର ଶବ୍ଦ ଝୁମ୍ ଝୁମ୍ ହୋଇକି ଶବ୍ଦ ହେଲା। ଯେତେବେଳେ ଶବ୍ଦ ହେଲା ଏ ତିନି ଜଣ ଯାକ ସେ ଶବ୍ଦକୁ କେଉଁଆଡ଼ୁ ଆଉଛି ସେ ଶବ୍ଦ ସମସ୍ତେ ଅନେଇଥାନ୍ତି। କାହିଁକିନା ସେ ରାସ୍ତାରୁ ଗୋଟେ ସ୍ତ୍ରୀ ଲୋକ, ସେଇ ସ୍ତ୍ରୀ ଲୋକ ଧଳା ଶାଢ଼ୀ ପିନ୍ଧିକି ସେଇ ରାସ୍ତାରୁ, ଜଙ୍ଗଲ ରାସ୍ତାରୁ ଏମିତି ତାଙ୍କ ରାସ୍ତାକୁ ସେ ଉଠୁଥିଲା। ଏ ତିନି ଜଣ ଯେତେବେଳେ ତାକୁ ଦେଖିଲେ ସେତେବେଳେ ଏମାନଙ୍କ ଦେହରେ ଆଉ ଜୀବନ ହିଁ ନଥିଲା। କାହିଁକିନା ସେ ସ୍ତ୍ରୀ ଲୋକ ଯିଏ ବି ଥିଲା ସିଏ ତା ଗୋଡ଼ରେ ପୁରା ଅଳତା ଲଗେଇଥାଏ, ଆଉ ତା ମୁଣ୍ଡ ତଳକୁ ଏମିତି ନୁଆଇଥାଏ, ଆଉ ଚୁଟି ଗୁଡ଼ାକ ତାର ଏମିତି ଆଗକୁ ପଡ଼ିଥାଏ। ସେ ଦେଖିବାକୁ ଅତି ଭୟଙ୍କର ଦେଖାଯାଉଥିଲା। ଆଉ ସିଏ ସେଇ ସମୟରେ ସେ ତାଙ୍କରି ଆଡ଼େ ହିଁ ଆସୁଥିଲା, ମାନେ ଇଏ ଯେଉଁଠି ତାଙ୍କ ଗାଡ଼ି ଲିକ୍ ହେଇଥିଲା ପଙ୍କଚର ମାରୁଥିଲେ ସେଇ ସିଧାରେ
ସେ ଆଗରୁ ଆସୁଥିଲା। ଏମିତି କିଛି ସମୟଠି ଏମାନେ ତାକୁ ଚୁପଚାପ ସେମିତି ଅନେଇଥାନ୍ତି। କିନ୍ତୁ ସେ ସ୍ତ୍ରୀ ଲୋକ ଆଙ୍କୁ କ୍ରସ୍ କରିକି ଆଙ୍କ ପଛକୁ ଗଲା। କିନ୍ତୁ ସେ ସ୍ତ୍ରୀ ଲୋକ ସେମିତି ତଳକୁ ମୁହଁ କରିକି ସେମିତି ତାଙ୍କୁ ପାର କଲା। ଏମିତି ପାର କଲା ପରେ ସେତେବେଳକୁ ପପୁର ବାପା କହିଲେ କି ବସ ବସ, ଜଲ୍ଦି ଗାଡ଼ିରେ ବସିପଡ଼, ମୁଁ ଗାଡ଼ି ପଙ୍କଚର ମାରିଦେଲି, ଆଉ ଜଲ୍ଦି ବସ, ଆମେ ଏଠାରୁ କେମିତି ଚାଲିଯିବା। ଏମାନେ ତୁରନ୍ତ ତାଙ୍କ ଗାଡ଼ିରେ ବସିଲେ। ବସିଲା ପରେ ପପୁର ବାପା ଗାଡ଼ି ଚଲେଇକି ଆଗକୁ ଯାଉଥାନ୍ତି। କିନ୍ତୁ ସେହି ସମୟରେ ପପୁର କ'ଣ ହେଲା କି ପପୁ ସାଥୀ ହାତୀ ଜୋରରେ କାନ୍ଦିବାକୁ ଲାଗିଲା। ମାନେ ବିକଳରେ ପୁରା ବହୁତ ଜୋରରେ କାନ୍ଦୁଥାଏ। ଏମିତି ତା କାନ୍ଦ ଦେଖିକି ତା ମା ପଚାରିଲେ କି କ'ଣ ହେଲା ପୁଅ, ଏତେ ଜୋରେ କାନ୍ଦୁଛି କ'ଣ ପାଇଁ? ସେତେବେଳେ ପପୁ କହିଲା ତା ମାଆକୁ କି ମାମା ତୁମେ ପଛକୁ ଟିକେ ଦେଖ। ଯେତେବେଳେ ପପୁର ମା ପଛକୁ ବୁଲିକି ଅନେଇଲେ, ସତକୁ ସତ ସେ ସ୍ତ୍ରୀ ଲୋକ ତାଙ୍କ ପଛରେ ପଛରେ ମାନେ ତଳୁ ଉପରକୁ ଛାଡ଼ିକି ସେ ପୁରା ହାୱାରେ ଏମିତି ଉଡ଼ି ଉଡ଼ି ତାଙ୍କ ସାଙ୍ଗରେ ଆସୁଥାଏ, ତାଙ୍କ ବାଇକ୍ ପଛରେ ପଛରେ। ସେତେବେଳେ ପପୁ ଆଉ ତା ପପୁର ବାପା ମା ପୁରା ଡରି ଯାଇଥାନ୍ତି। ସେ ତୁରନ୍ତ ଗାଡ଼ି ତାଙ୍କର ସ୍ପିଡ୍ କରିକି ଆଗକୁ ଚାଲୁଥାନ୍ତି। ସେତେବେଳେ ପପୁର ମା ଯିଏ, ସିଏ ତାଙ୍କ କୁଳଦେବୀ ଠାକୁରାଣୀ ଯିଏ ଥିଲେ ତାକୁ ସିଏ ସ୍ମରଣ କଲେ, ଆଉ ତାଙ୍କୁ ସିଏ ବହୁତ ବିକଳରେ ଡାକୁଥାନ୍ତି। ସେତେବେଳେ ଏମିତି କିଛି ବାଟ ସିଏ ଆସିଛନ୍ତି, ଯେତେବେଳେ ପୁଣି ସେମାନେ ପଛକୁ ବୁଲିକି ଦେଖିଲେ, ସେତେବେଳେ ସେ ସ୍ତ୍ରୀ ଲୋକ ଯିଏ ବି ସେ ଆତ୍ମା ଥିଲା, ସିଏ ଆଉ ତାଙ୍କ ପଛରେ ହିଁ ନଥିଲା। ଏମିତି କିଛି ସମୟଠି ସିଏ ଯେତେବେଳେ ସେ ଜଙ୍ଗଲ ଭିତରୁ ଯେତେବେଳେ ବାହାରକୁ ଚାଲି ଆସିଲେ, ସେତେବେଳେ ଆଗରେ ଗୋଟେ ଗାଁ ପଇଲା। ଆଉ ସେ ଯେତେବେଳେ ସେମାନେ ସେଇ ଗାଁ ପାଖରେ ଆସିକି ପହଞ୍ଚିଲେ, ସେତେବେଳେ ସେଇ ସ୍ତ୍ରୀ ଲୋକ ସେଇ ଧଳା ଶାଢ଼ୀ ପିନ୍ଧିକି ସେଇ ଗାଁ ମୁଣ୍ଡରେ ଛକରେ କିନା ସେ ସ୍ତ୍ରୀ ଲୋକ ଠିଆ ହେଇଛି। ତାକୁ ପୁଣି ଯେତେବେଳେ ଏମାନେ ଦେଖିଲେ, ସେମାନେ ସେତେବେଳକୁ ପୁରା ଡରି ଯାଇଥାନ୍ତି। ଆଉ ପପୁର ବାପା ଯେତେବେଳେ ତାକୁ କ୍ରସ୍ କରିବା ପାଇଁ ଏମିତି ତା ସାଇଡ଼ରେ ଗାଡ଼ି ନେଲେ, ସେତେବେଳେ ସେ ସ୍ତ୍ରୀ ଲୋକ ଗୋଟେ ଶବ୍ଦ କହିଲା କି ତମେ ଯେତେ ବାଟ ବି ଯାଉଛ ଯାଅ, କିନ୍ତୁ ଆଜି ମୁଁ ତୁମକୁ ଛାଡ଼ିବିନି, ଆଉ ମୋ ଠାରୁ ତୁମେ କେବେ ହେଲେ ବଞ୍ଚିକି ଯାଇପାରିବନି। ଏ କଥା ଯେତେବେଳେ ତିନି ଜଣ ଶୁଣିଲେ, ଏମାନେ ପୁରା ସେତେବେଳକୁ ପୁରା ଡରି ଯାଇଥାନ୍ତି। ଆଉ ପପୁ ତ ସେତେବେଳକୁ ପୁରା ଭୋ ଭୋ ହୋଇକି କାନ୍ଦୁଥାଏ, ମାନେ ତା କାନ୍ଦ ହିଁ ବନ୍ଦ ହେଉନଥାଏ। ଏମିତି କିଛି ସମୟଠି ସେ ଯାଇକି ତାଙ୍କ ମାମୁଁ ଘରେ ପହଞ୍ଚିଗଲେ। ଯେତେବେଳେ ପହଞ୍ଚିଗଲେ, ସେତେବେଳେ ମାମୁଁ ଆଉ ମାଇଁ ଆଉ ଅଜା ଆଈ ଯିଏ ବି ତାଙ୍କ ମାମୁଁ ଘରେ ଥିଲେ, ସମସ୍ତେ ସେଠିକି ଆସିଲେ। ସେତେବେଳେ ପପୁ ଯେତେବେଳେ କାନ୍ଦୁଥିଲା ଏତେ ଜୋରେ, ସମସ୍ତେ ପଚାରିଲେ କି କ'ଣ ହେଇଛି ଆର, ଆଉ ଏତେ ଜୋରେ କାନ୍ଦୁଛି କାହିଁକି? ସେତେବେଳେ ପପୁର ବାପା ଆଉ ତା ମା ସବୁ ଘଟଣା ବିଷୟରେ ଜଣାଇଥିଲେ। ଏ କଥା ଯେତେବେଳେ ତାଙ୍କ ମାମୁଁ ଘର ଲୋକ ସମସ୍ତେ ଜାଣିଲେ, ସେତେବେଳେ ତାଙ୍କ ମାମୁଁଙ୍କର ଗୋଟେ ଗୁଣିଆ ଯିଏକି ଝଡ଼ାଝଡ଼ି କରେ, ଝଡ଼ା ଫୁଙ୍କା କରେ, ସିଏ ତାକୁ ଚିହ୍ନିଥିଲେ। ତାଙ୍କ ଗାଁ ପାଖରେ ସେ ବାବା ଥାଆନ୍ତି। ସେ ଗଲେ ତାଙ୍କରି ପାଖକୁ କି ତାଙ୍କୁ ଡାକିକି ଆଣିବା ପାଇଁ। ସେ ଯାଇକି ତାଙ୍କୁ ଆଣିକି ଆସିଲେ। ଆଣିକି ଆସିଲା ପରେ ବାବା ଯିଏ ଥିଲେ, ସିଏ ପପୁକୁ ଝଡ଼ାଝଡ଼ି କଲା ପରେ, ଫୁଙ୍କା ଫୁଙ୍କି କଲା ପରେ ପପୁର ଟିକେ କାନ୍ଦ ବନ୍ଦ ହେଲା। ଯେତେବେଳେ ବନ୍ଦ ହେଲା, ଏ ଖିଆପିଆ କରିକି ଶୋଇପଡ଼ିଲେ। କିନ୍ତୁ ବାବା ଆଉ ଗୋଟେ କଥା କହିଥିଲେ କି ତମେ ଏ ପୁଅକୁ ଏକୁଟିଆ କୁଆଡ଼େ ଛାଡ଼ିବନି,
ଆଉ ଦେଖିବା କାଲି ସକାଳୁ ଆର ଇଏ କେତେ ଭଲ ହେଉଛି ଆମେ ଦେଖିବା, ନହେଲେ ଆଉ ଗୋଟେ ବାବା ଅଛନ୍ତି ଯିଏକି ବହୁତ ବଡ଼ ବାବା, ତାଙ୍କୁ ଆମେ ଡାକିବା। ଏମିତି କହିଲା ପରେ ସମସ୍ତେ ଖାଇ ପିଇକି ସେଦିନ ରାତିରେ ଶୋଇଲେ। କିନ୍ତୁ ଅର୍ଦ୍ଧରାତିରେ ସେତେବେଳେ ପପୁ ଯେଉଁଠି ଶୋଇଥିଲା ତା ମା ପାଖରେ, ପପୁର ଗୋଡ଼ ପାଖରେ ମାନେ ତା ପାଦକୁ କିଏ ମାନେ ଏମିତି ତାକୁ କୁତୁରି କାଳିଆ ମାନେ ସଲସଲ କଲା ତା ପାଦକୁ। ଯେତେବେଳେ ସଲସଲ କଲା ସେତେବେଳେ ପପୁ ହଠାତ୍ ତାର ନିଦ ଭାଙ୍ଗିଗଲା। ଯେତେବେଳେ ନିଦ ଭାଙ୍ଗିଗଲା ସେ ଦେଖିଲା କି ତା ଗୋଡ଼ ତଳେ ସେଇ ସ୍ତ୍ରୀ ଲୋକ ବସିଛି, ଯାହାକୁ ସିଏ ସେଇ ଜଙ୍ଗଲ ଭିତରେ ଦେଖିଥିଲେ। ଆଉ ସେତେବେଳେ ସିଏ ବହୁ ଜୋରରେ ଚିତ୍କାର କରିକି କାନ୍ଦିବାକୁ ଲାଗିଲା। କିନ୍ତୁ ଆ ଚିତ୍କାର ଶୁଣିକି ତା ମାମୁଁ ଘର ଲୋକ ସମସ୍ତେ ଉଠି ପଡ଼ିଲେ, ଆଉ ତାଙ୍କ ପଡ଼ିଶା ଘର ଲୋକ ମଧ୍ୟ ସେମାନେ ବି ଉଠିକି ପଳେଇ ଆସିଲେ କି ଏତେ ରାତିରେ ଏ ଛୋଟ ପିଲାଟା ଏତେ ଜୋରେ ଚିତ୍କାର କାହିଁ କଲା। ସମସ୍ତେ ଯେତେବେଳେ ଆସିଲେ ହେରି ସେତେବେଳେ ପପୁକୁ ପଚାରିଲେ କି ଏତେ ଜୋରେ ଚିତ୍କାର କରିକି କାହିଁ କାନ୍ଦିଲୁ। ସେତେବେଳେ ପପୁ କହିଲା କି ସେଇ ସ୍ତ୍ରୀ ଲୋକଟି ମୋ ଗୋଡ଼ ତଳେ ବସିଥିଲା, ଆଉ ତମେ ଯେତେବେଳେ ସମସ୍ତେ ଆସିଲ ସେ ସତ୍ୟବତୀ ଏଠାରୁ କୁଆଡ଼େ ଗାୟବ ହୋଇଗଲା। ସେତେବେଳେ ପପୁର ମାମୁଁ ଯିଏ କହିଲେ ନାଇଁ, ଏମାନେ ସେ ଜଙ୍ଗଲ ଭିତରେ ଯାହାକୁ ଏମାନେ ଦେଖିଥିଲେ ସେ କୌଣସି ସାଧାରଣ ସ୍ତ୍ରୀ ଲୋକ ନଥିଲା, ଆଉ ଇଏ ସହଜରେ ଆଙ୍କ ପିଛା ଛାଡ଼ୁନି। ସେ ବାଧ୍ୟ ହୋଇକି ସକାଳ ପାଇଲା ପରେ ସେ ଗଲେ ବଡ଼ ଗୁଣିଆ ପାଖକୁ। ଯେଉଁ ଗୁଣିଆ ସବୁଠୁ ବଡ଼ ଗୁଣିଆ, ସେଇ ଗୁଣିଆକୁ ସେ ଡାକିକି ଆଣିଲେ। ଆସିଲା ପରେ ସିଏ ଯେତେବେଳେ ପପୁକୁ ଦେଖିଲେ ସେତେବେଳେ ସିଏ ଜାଣିସାରିଥିଲେ କି ଆ ପଛରେ ଯିଏ ବି ପଡ଼ିଛି ସିଏ କୌଣସି ସାଧାରଣ ଆତ୍ମା ନୁହେଁ, ଏ ସବୁଠୁ ଭୟଙ୍କର ଆତ୍ମା। ସେ ସେତେବେଳେ ବାବା କହିଲେ ଠିକ୍ ଅଛି, ଏ ପିଲା ଭଲ ହୋଇଯିବ। ଆଉ କିଛି ସମନ ଲେଖିଲେ କି ଏ ସମନ ଆଣିକି ମୋତେ ଦିଅ। ଯେତେବେଳେ ସେ ସମନ ଲେଖିଥିବା ସମନ ତାଙ୍କ ମାମୁଁ ଯାଇକି ସବୁ କିଣିକି ଆଣିଲେ ହେରି। ଆଣିକି ଆସିଲା ପରେ ସେ ଗୋଟେ ସର୍କଲ ମାନେ ଗୋଟେ ଗୋଲ ଟାଇପ୍ର ସେ ଟାଣିକି ସେଇଥିରେ ସେଇ ମଝିରେ ପପୁକୁ ବସେଇକି କିଛି ମନ୍ତ୍ର ସେ ପଢ଼ିବାକୁ ଲାଗିଲେ। ଏମିତି ମନ୍ତ୍ର ପଢ଼ୁ ପଢ଼ୁ ସେତେବେଳକୁ ଘଣ୍ଟାଏ ଟାଇମ୍ ହେଲେ, ଘଣ୍ଟାଟା ଯେତେବେଳେ ବିତିଗଲେ ସେତେବେଳକୁ ପପୁର କାନ୍ଦିବାର କାନ୍ଦ ତାର ଟିକେ ବନ୍ଦ ହେଲା। ଆଉ ବନ୍ଦ ହେଲା ପରେ ସେ ବାବା ଯିଏ ମନ୍ତ୍ର ପଢ଼ୁଥିଲେ ସିଏ ଆସିକି କହିଲେ କି ଏବେ ଆ ପଛରେ କେହି ବି ପଡ଼ିପାରିବେନି, ଆଉ ମୁଁ ଗୋଟେ ତାବିଜ ଦେଉଛି, ସେ ତାବିଜଟି ଆ ହାତରେ ସଦାବେଳେ ବାନ୍ଧିକି ରଖିବ। କିଛି ନହେଲେ ଆକୁ 3-4 ବର୍ଷ ଯାକେ ଏ ତାବିଜଟି ତା ହାତରେ ଥିବ। ଯଦି ବି କେତେବେଳେ କୁଆଡ଼େ ହଜିଯାଏ କି ମାରା ହୋଇଯାଏ ତାହେଲେ ମୋତେ ଜଣାଇବ, ମୁଁ ଆଉ ଗୋଟେ ନୂଆ ତାବିଜ ତୁମକୁ ଦେବି। ଏମିତି ବାବା କହିଲା ପରେ ସେଦିନ ସେ ବାବା ସେଠାରୁ ଚାଲିଗଲେ। ତାପରେ ପପୁର ଧୀରେ ଧୀରେ କରିକି ଯେତେ ଦିନ ବିତିଲା ପପୁ ସେତେ ଧୀରେ ଧୀରେ ଭଲ ହେଇଗଲା। କାହିଁକି ନା ପପୁ ତା ପରଠୁ ତା ସାଙ୍ଗରେ ତ କିଛି ଘଟଣା ଘଟିଲାନି, କିନ୍ତୁ ସେ ମଝିରେ ମଝିରେ ତାକୁ ଲାଗେ କି ତା ପାଖରେ ମାନେ କେହି ତ ଜଣେ ତା ପଛରେ ଯାଉଛି କି ତା ପାଖରେ ଅଛି, ଏମିତି ଲାଗେ। ତ ସାଙ୍ଗମାନେ ଏହି କାହାଣୀଟି ଆପଣମାନଙ୍କୁ କେମିତି ଲାଗିଛି? ଯଦି ବି ଭଲ ଲାଗିଥିବ ତାହେଲେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖିକି ମୋତେ ଜଣାଇବେ। ତାହେଲେ ରହୁଛି, ଦେଖା ହେବା ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।